ଏବେ ଅସୁବିଧା କ'ଣ ହେଉଛି ଏଟା ଏଇଟା ଫୁଲିକି ରହିଛି ଆଉ ଏଇଟା ଫୁଲିକି ପାଚିଲା ଯେ ମୁଁ ପୁଣି କିମ୍ସରେ 15 ଦିନ ରହିକି ଆସିଲି। ଏଇଠି ଅପରେସନ୍ ହେଇଥିଲା ନା ଅପରେସନ୍ ହେଇନି, ଖାଲି ଘା ହେଇଗଲା ପୁରା ଏଇଠି ଗୋଟେ ଏପଟେ ଏଇଠି ସାର୍ ଏଇଟା ତାପରେ ସେ ଦୁଇଟା ରହିଛି ସେଟା ରହୁଛି କ'ଣ ସବୁ ଜ୍ୱର ଏକା ଆସୁଛୁ ନା ଆଉ ଜ୍ୱର ସାର୍ ତ ଆସିଥିଲା ଯେ ଥିଲା ଏଇ ମେଡ଼ିସିନ୍ ଥିଲା ପରେ ଆସୁନି। ଏଇ ସାଇଟ୍ ଯେଉଁ ରିଡ଼ା ସବୁ ରହୁଛି କ'ଣ ଏସବୁ ଆର ପଟର ଆଜ୍ଞା ଆର ପଟ ଗୁଡ଼ ଏପଦ ନା ଏପଦ କିଛି ଠିକ୍ ଅଛି ସାର୍। ଏଇଟା ସାର୍ ଏଇଠୁ ପ୍ଲସ୍ ଏଇ ଏକ୍ଜିମା ବୋଲି ଏଇଟା କହୁଛନ୍ତି। ଏଇଟା ପୁରା ଫାଷ୍ଟ କେବେଠୁ ଷ୍ଟାର୍ଟ ହେଲାଣି? ଏଇଟା ସାର୍ 5 ବର୍ଷ ଖଣ୍ଡେ ହେବ। ଏଇଟା ସାର୍ ହେଉଛି ମୋର ମେଟ୍ରିକ୍ ବେଳୁ ଯେତେବେଳେ 15 ବର୍ଷ ହେଇଥିଲେ ସେତେବେଳେ ତା ପୂର୍ବରୁ 2 ଥର ପାଚିଥିଲା। ସେତେବେଳେ କେୟାର ପାଚିଲା ଯେ ତାର ଆପେ ବାହାରିଲା ନା କେୟାର କି ସଲ୍ୟୁସନ୍ କି ମେଡ଼ିସିନ୍ ଖାଇନି, ତାପରେ ପୁଣି ଧୀରେ ଧୀରେ ଆଉ ବାହାରୁ ନଥିଲା, ମାନେ ଜଣା ପଡ଼େନି କିନ୍ତୁ ଟିକେ ବେଶୀ ଛିଡ଼ା ହେଲେ ବସିଲେ ବାହାରେ। ଗାଁଟା କେଇଠି କହୁଥିଲେ? ଗାଁ ହେଉଛି ଜଗଦଳପୁର ରାଣୀତାଉ।